ପିଲାମାନେ, ଆଜିର ଆଲୋଚନାକୁ ତୁମମାନଙ୍କୁ ସ୍ୱାଗତ। ତୁମେମାନେ ଭଲ ଅଛ ତ? ଆଶା କରେ ତୁମେ ସମସ୍ତେ ଭଲରେ ଥିବ। ଆଚ୍ଛା ପିଲାମାନେ, ତୁମମାନଙ୍କୁ ବୁଲି ଯିବାକୁ ଭଲ ଲାଗେ? ହଁ, ବହୁତ ଭଲ ଲାଗେ। ତୁମମାନଙ୍କୁ କେଉଁ ସବୁ ସ୍ଥାନକୁ ବୁଲି ଯିବାକୁ ଭଲ ଲାଗେ? ସାହିଲ, ତୁମେ କହିଲ? କୁହ କୁହ। ଦୋକାନ ବଜାର, ସୁନ୍ଦର ବଗିଚା, ବିଭିନ୍ନ ମନ୍ଦିର, ଯାନିଯାତ୍ରା। ହଉ ହଉ। ସ୍ମିତା, ତୁମେ କହିଲ? ତୁମକୁ କେଉଁ ସବୁ ସ୍ଥାନକୁ ବୁଲି ଯିବାକୁ ଭଲ ଲାଗେ? ଆଚ୍ଛା, ତୁମକୁ ସମୁଦ୍ରକୂଳ, ଯେଉଁଠାରେ ପାହାଡ଼, ନଦୀ, ଝରଣା ଏସବୁ ଥିବ। ଆରେ ବା, ମୋତେ ବି ଏସବୁ ସ୍ଥାନକୁ ବୁଲି ଯିବାକୁ ବହୁତ ଭଲ ଲାଗେ। ଆଜି ଆମେ ଆମ ପରିବେଶ ପାଠ ବହି ବିଚିତ୍ର ଆମ ପୃଥିବୀର ଦ୍ୱିତୀୟ ପାଠ ଚାଲ ମେଳା ବୁଲିଯିବା ପ୍ରସଙ୍ଗରେ ଏହିପରି କିଛି ଆଲୋଚନା କରିବା। ତେବେ ଆରମ୍ଭ କରିବା? ଠିକ୍ ଅଛି, ଚାଲ। ପିଲାମାନେ, ଏହି ଚିତ୍ରଟିକୁ ଭଲରେ ଦେଖ। ଏଥିରେ କ'ଣ ସବୁ ଦେଖୁଛ କହିଲ? ବର୍ଷା, ତୁମେ କୁହ? ହଁ, ବହୁତ ଲାଇଟ୍ ଲାଗିଛି। ଦୋକାନ ବଜାର ପଡ଼ିଛି। ରାମଦୋଳି ବି ପଡ଼ିଛି। ବହୁତ ସୁନ୍ଦର। ତୁମେମାନେ କେବେ ଏହିଭଳି ସ୍ଥାନକୁ ଯାଇଛ କି? କିଏ କିଏ ଯାଇଛ କହିଲ? ଆରେ ବାଃ, ସମସ୍ତେ ଯାଇଛ ତାହେଲେ। ଏହା କେଉଁ ସ୍ଥାନର ଚିତ୍ର କହିଲ? ଆଶିଷ, ତୁମେ କୁହ? ହଁ, ଠିକ୍ କହିଛ। ଏହା ଏକ ମେଳାର ଚିତ୍ର। ଆଚ୍ଛା, ତୁମେମାନେ କାହା ସହ ମେଳା ବୁଲିବାକୁ ଯାଅ? ସମୀର, ତୁମେ କୁହ? ତୁମେ ବାପା, ମା, ଭାଇ, ଭଉଣୀ, ମାମୁଁ, ମାଇଁ, ଦାଦା, ଖୁଡ଼ୀ, ସାଙ୍ଗମାନଙ୍କ ସହ ବି ଯାଅ? ହଉ ହଉ। ତେବେ ଆମେ ଆମ ପରିବାର, ବନ୍ଧୁବାନ୍ଧବ ଏବଂ ସାଙ୍ଗମାନଙ୍କ ସହ ମେଳା ବୁଲିବାକୁ ଯାଉ। ଏହି ଚିତ୍ରରେ ଦେଖିଲ, ଏହା ଗୋଟିଏ ପରିବାରର ଚିତ୍ର ନା? ଏଥିରେ ସମସ୍ତେ ଅଛନ୍ତି। ଆଚ୍ଛା, ତୁମେମାନେ କେଉଁଥିରେ ବୁଲିବାକୁ ଯାଅ? ରଶ୍ମି, ତୁମେ କୁହ? ବହୁତ ବଢ଼ିଆ। ଆମେ ଚାଲି ଚାଲି, ସାଇକେଲ, ବାଇକ୍, ଅଟୋ, କାର୍, ବସ୍ ଇତ୍ୟାଦିରେ ମେଳା ବୁଲିବାକୁ ଯାଇଥାଉ। ତୁମେମାନେ କେବେ ଓ କେଉଁଠିକୁ ମେଳା ବୁଲିବାକୁ ଯାଅ? ତୁଳସୀ, ତୁମେ କୁହ? ତୁମେ ଦୋଳଯାତ୍ରା ଯାଇଥିଲ? ଆଚ୍ଛା। ତେବେ ଆମେ ବିଭିନ୍ନ ପର୍ବପର୍ବାଣିରେ ବିଭିନ୍ନ ସ୍ଥାନକୁ ମେଳା ବୁଲିବାକୁ ଯାଇଥାଉ। ତୁମେମାନେ ମେଳାରେ କ'ଣ ସବୁ ଦେଖିବାକୁ ପାଅ? ଆକାଶ, ତୁମେ କୁହ ଏବେ? ଠିକ୍ କହିଛ। ମେଳାରେ ସୁନ୍ଦର ସାଜସଜ୍ଜା, ବହୁତ ଲୋକ ଆସିଥାନ୍ତି, ବିଭିନ୍ନ ପ୍ରକାର ଦୋକାନ ବଜାର ପଡ଼ିଥାଏ, ଦୋଳି, ଖେଳନା ଏସବୁ ମଧ୍ୟ ଦେଖିବାକୁ ମିଳେ। ବର୍ତ୍ତମାନ ଆମେ ମେଳାରେ ଦେଖାଯାଉଥିବା କିଛି ଜିନିଷର ଚିତ୍ର ଦେଖିବା ଓ ସେଗୁଡ଼ିକୁ ଚିହ୍ନିବା। ଠିକ୍ ଅଛି? କହିଲ, ଏହି ଚିତ୍ରରେ ତୁମେ କ'ଣ ଦେଖୁଛ? ବହୁତ ଲୋକ ଦେଖାଯାଉଛନ୍ତି। ଠିକ୍ କହିଛ। ମେଳାକୁ ବହୁତ ଲୋକ ବୁଲିବାକୁ ଯାଆନ୍ତି। ଏହି ଚିତ୍ରରେ କ'ଣ ଦେଖୁଛ କହିଲ? ବହୁତ ଗୁଡ଼ିଏ କଣ୍ଢେଇ ଥୁଆଯାଇଛି। ତେବେ ଏହା ଏକ ଖେଳନା ଦୋକାନ ହେଇଥିବ ନିଶ୍ଚୟ। ଏବେ କୁହ, ଏହି ଚିତ୍ର କାହାର? ବେଲୁନ ବାଲା। ଠିକ୍ କହିଛ। ତୁମମାନଙ୍କୁ ବେଲୁନ କିଣିବାକୁ ଭଲ ଲାଗେ? ଆରେ ବାଃ। ହଉ, ଏବେ କହିଲ,
ଏଥିରେ କ'ଣ ଦେଖୁଛ? ବହୁତ ଗୁଡ଼େ ଚୁଡ଼ି ଥୁଆ ଯାଇଛି। ତେବେ ଏହା କେଉଁ ଦୋକାନ ହୋଇଥିବ? ହଁ, ଏହା ଏକ ଚୁଡ଼ି ଦୋକାନର ଚିତ୍ର। ପିଲାମାନେ, ଏହା କେଉଁ ଦୋକାନର ଚିତ୍ର କହିଲ? ଠିକ୍ କହିଛ, ଏହା ଏକ ଖାଇବା ଦୋକାନର ଚିତ୍ର। ମେଳାରେ ବିଭିନ୍ନ ପ୍ରକାର ଖାଦ୍ୟ ଜିନିଷ ମିଳିଥାଏ। ଏହା କେଉଁ ଚିତ୍ର କହିଲ? କୁଲ୍ଫି ବାଲା। କୁଲ୍ଫି କେମିତି ଲାଗେ? ଥଣ୍ଡା ଥଣ୍ଡା ନା? ଆଚ୍ଛା, ଏଇ ଚିତ୍ରଟି ତ ସମସ୍ତେ ଜାଣିଥିବ, ଗୁପଚୁପ୍। ଆଚ୍ଛା, ଏବେ କୁହ ତ, ଏହି ଚିତ୍ରରେ ତୁମେମାନେ କ'ଣ ଦେଖୁଛ? ରାମଦୋଳି, ଚକ୍ରି ଦୋଳି। ତୁମେମାନେ ଦୋଳିରେ ବସିଛ? ବହୁତ ମଜା ଲାଗେ ନା? ଆଚ୍ଛା, ଏବେ କହିଲ, ଏହି ଚିତ୍ରରେ ତୁମେ କ'ଣ ସବୁ ଦେଖୁଛ? ପୋଲିସ ଜିପ୍, ଆମ୍ବୁଲାନ୍ସ, ଦମକଳ ବାହିନୀ। ମେଳାରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିମନ୍ତେ ଏସବୁର ବ୍ୟବସ୍ଥା କରାଯାଇଥାଏ। ଏହିପରି ଅନେକ ଜିନିଷ ସବୁ ଆମେ ମେଳାରେ ଦେଖିବାକୁ ପାଇଥାଉ। ଏବେ ଆମେ ବହିରେ ଦିଆଯାଇଥିବା ମେଳାର ଚିତ୍ର ବିଷୟରେ ଆଲୋଚନା କରିବା। ଠିକ୍ ଅଛି? ପିଲାମାନେ, ଦେଖୁଛ ତ କେତେ ସୁନ୍ଦର ମେଳା। ଅନିତା ଓ ସ୍ମିତା ତାଙ୍କ ପରିବାର ଓ ପଡ଼ୋଶୀଙ୍କ ସହ ଏହି ମେଳାକୁ ବୁଲି ଯାଇଥିଲେ। ଦେଖ ଦେଖ, ଭଲରେ ଦେଖ, ସେମାନେ ଏହି ମେଳାରେ କ'ଣ ସବୁ ଦେଖିଥିବେ? ଓମ୍, ତୁମେ କହିଲ? ହଁ, କେତେ ସୁନ୍ଦର ସାଜସଜ୍ଜା ହୋଇଛି। ଖେଳନା ଦୋକାନ, ଖାଇବା ଦୋକାନ, ପଇଡ଼ ପାଣି, ମିଠା ଦୋକାନ, ଝାଲମୁଢ଼ି ବାଲା। ବହୁତ ବଢ଼ିଆ। ସାନିଆ, ଆଉ କିଛି ତୁମେ କୁହ ତ, କୁହ କୁହ। ହଁ, ଚୁଡ଼ି ଦୋକାନ, ଦହି ଗୁପଚୁପ୍, ରାମଦୋଳି, ବହି ଦୋକାନ, କୁଲ୍ଫି ବାଲା, ବେଲୁନ ବାଲା। ବହୁତ ସୁନ୍ଦର। ସୀମା, ଆଉ କ'ଣ ସବୁ ରହିଗଲା ତୁମେ କହିଲ? କଣ୍ଢେଇ ଖେଳ, କେକ୍ ଦୋକାନ, ଜୋକର, ଯାଦୁ ଖେଳ, ଷ୍ଟେସନାରୀ ଦୋକାନ। ଆଚ୍ଛା, ତୁମେମାନେ ଜାଣିଛ ଷ୍ଟେସନାରୀ ଦୋକାନକୁ ପାଟରା ଦୋକାନ ମଧ୍ୟ କୁହାଯାଏ। ତୁମେମାନେ ତ ସବୁ ଖୋଜିଦେଲ, ଆଉ କିଛି ରହିଗଲା କି? ମୁଁ ଆଉ କେତୋଟି ଜିନିଷ ତୁମମାନଙ୍କୁ ଦେଖାଉଛି। ଏହା କ'ଣ କହିଲ? ମେଳାର ନକ୍ସା। ଏହାଦ୍ୱାରା ମେଳାରେ କେଉଁ ସ୍ଥାନରେ କ'ଣ ରଖାଯାଇଛି ତାହା ସୁବିଧାରେ ଜାଣିବେ। ଏହା କେଉଁ ଚିତ୍ର? ସହାୟତା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା କେନ୍ଦ୍ର। ସହାୟତା କେନ୍ଦ୍ରରେ ଯଦି କାହାର ଶରୀର ଅସୁସ୍ଥ ହୁଏ ତେବେ ସେ ଏହିଠାକୁ ଆସିବେ। ଏହା କେଉଁ ଚିତ୍ର? ଶୌଚାଳୟ। ମେଳାରେ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଏବେ କୁହ, ଏଇଟା? ସୁରକ୍ଷା ଯାଞ୍ଚ। ଏଠାରେ ପୋଲିସ କର୍ମଚାରୀମାନେ ରହିଥାନ୍ତି। ଆଚ୍ଛା, ଏମାନେ କିଏ କହିଲ? ଠିକ୍ କହିଛ, ଏମାନେ ହେଉଛନ୍ତି ଅନିତା ଓ ସ୍ମିତାର ପରିବାର ଏବଂ ପଡ଼ୋଶୀ। ଏହି ମେଳାରେ ଅନିତା, ସ୍ମିତା ଏବଂ ସେମାନଙ୍କ ପଡ଼ୋଶୀ ଶ୍ରଦ୍ଧା ଓ ରୋହିତ ବହୁତ ମଜା କଲେ। ସେଠାରୁ ସେମାନେ ନଟୁ, କାଠ ତିଆରି ଖେଳନା, ଚକ୍ରି, କଣ୍ଢେଇ, ଚୁଡ଼ି ଓ ଛୋଟ ଛୋଟ ଅଳଙ୍କାର କିଣିଲେ। ଚକ୍ରି ଦୋଳି ଓ ରାମଦୋଳିରେ ବସିଲେ। ପିଲାମାନେ,
ଆଜିର ଆଲୋଚନାରୁ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି। ତୁମେ ସେଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି? କହିଲ, ଅନିତା ଓ ସ୍ମିତା କେଉଁଠିକୁ ବୁଲିବାକୁ ଯାଇଥିଲେ? ହଁ, ସେମାନେ ମେଳା ବୁଲିବାକୁ ଯାଇଥିଲେ। ତେବେ ସେମାନେ କାହା ସହିତ ମେଳାକୁ ଯାଇଥିଲେ? ଠିକ୍ କହିଛ। ସେମାନେ ନିଜ ପରିବାର ଏବଂ ପଡ଼ୋଶୀଙ୍କ ସହିତ ଯାଇଥିଲେ। ଆଚ୍ଛା କହିଲ, ସେମାନେ ମେଳାରେ କ'ଣ ସବୁ ଦେଖିଲେ? ହଁ, ସେମାନେ ମେଳାରେ ସୁନ୍ଦର ସାଜସଜ୍ଜା, ନକ୍ସା, ବିଭିନ୍ନ ପ୍ରକାର ଦୋକାନ ବଜାର, ବେଲୁନ ବାଲା, କଣ୍ଢେଇ ଖେଳ, ରାମଦୋଳି ଏମିତି ବହୁତ କିଛି ଦେଖିଲେ। ଆଚ୍ଛା, ଅନିତା, ସ୍ମିତା ଓ ଶ୍ରଦ୍ଧା ମେଳାରୁ କ'ଣ ସବୁ କିଣିଲେ? ହଁ, ସେମାନେ ନଟୁ, କାଠ ତିଆରି ଖେଳନା, ଚକ୍ରି, କଣ୍ଢେଇ, ଚୁଡ଼ି ଓ ଛୋଟ ଛୋଟ ଅଳଙ୍କାର କିଣିଲେ। ବହୁତ ସୁନ୍ଦର ଭାବରେ ତୁମେମାନେ ସମସ୍ତ ପ୍ରଶ୍ନର ଉତ୍ତର ଦେଲ। ଏବେ ମୁଁ ତୁମକୁ ଏକ ଗୃହ କାର୍ଯ୍ୟ ଦେଉଛି। ତୁମେ ବୁଲିଥିବା ଯେକୌଣସି ଏକ ମେଳା ବିଷୟରେ ଲେଖିକରି ଆଣିବ। ଏହାକୁ ତୁମେ ସାଙ୍ଗ ବା ଗୁରୁଜନଙ୍କ ସାହାଯ୍ୟ ନେଇ ମଧ୍ୟ ଲେଖିପାରିବ। ତେବେ ଆଜିର ଆଲୋଚନାରୁ ଆମେ ଜାଣିଲେ ଯେ ଅନିତା ଓ ସ୍ମିତା ତାଙ୍କ ପରିବାର ଏବଂ ପଡ଼ୋଶୀଙ୍କ ସହିତ ଏକ ମେଳାକୁ ବୁଲି ଯାଇଥିଲେ। ମେଳାରେ ବୁଲି ସେମାନେ ବହୁତ ଖୁସି ହୋଇଥିଲେ। ସେହି ମେଳାରେ ବିଭିନ୍ନ ପ୍ରକାର ଜିନିଷ କିଣାବିକା ହେଉଥିଲା। ଅନିତା ଓ ସ୍ମିତା ସେହି ମେଳାରୁ କିଛି ଖେଳନା ଓ ଅଳଙ୍କାର କିଣିଲେ। ମେଳାରେ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଯେପରିକି ମେଳାର ନକ୍ସା, ଶୌଚାଳୟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସହାୟତା କେନ୍ଦ୍ର, ଆମ୍ବୁଲାନ୍ସ ଇତ୍ୟାଦି। ପିଲାମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନୂଆ ଆଲୋଚନାକୁ ନେଇ। ରହିଲି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।